ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ଏବଂ ବାମପନ୍ଥୀ ଦଳମାନଙ୍କ ମିଳିତ ଓଡ଼ିଶା ବନ୍ଦ ଡାକରା ସଫଳ। ରାଉରକେଲାରେ ବନ୍ଦ ଶାନ୍ତିପୂର୍ଣ୍ଣ। ରାଉରକେଲାରେ ଜିଲ୍ଲା କଂଗ୍ରେସ କମିଟି ଏବଂ ବାମପନ୍ଥୀ ଦଳମାନଙ୍କ ମିଳିତ ଓଡ଼ିଶା ବନ୍ଦ ଡାକରାରେ ରାଉରକେଲାର ବିଭିନ୍ନ ସ୍ଥାନମାନଙ୍କରେ ଦଳୀୟ କର୍ମକର୍ତ୍ତା ଏବଂ ନେତୃବୃନ୍ଦମାନେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିଥିଲେ। ରାଉରକେଲାର ବିଶ୍ରା ଛକ, ଆମ୍ବେଦକର ଛକ, ପାନପୋଷ ଜନଗହଳିପୂର୍ଣ୍ଣ ସ୍ଥାନରେ ଦଳୀୟ ନେତୃବୃନ୍ଦମାନେ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ଯାନବାହନଗୁଡ଼ିକୁ ଅଟକାଇଥିଲେ। ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସଙ୍କ ନେତୃତ୍ୱରେ ବିଶ୍ରା ଛକଠାରେ ରାସ୍ତା ଅବରୋଧ କରାଯିବା ସହିତ ରାଉରକେଲା ରେଳ ଷ୍ଟେସନରେ ଶହ ଶହ ସଂଖ୍ୟାରେ କଂଗ୍ରେସ ଏବଂ ସିପିଆଇ ସିପିଏମ୍ର କର୍ମକର୍ତ୍ତା ଓ ନେତୃବୃନ୍ଦ ପହଞ୍ଚି ରେଳ ରୋକ କରିଥିଲେ। ରାଉରକେଲା ସହର ମେନ୍ ରୋଡ଼ର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ବେଳେ ଯାନବାହନ ମଧ୍ୟ ବନ୍ଦ ରହିଥିଲା। ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ବିରୁଦ୍ଧରେ କଂଗ୍ରେସ ସମେତ 8ଟି ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ମିଳିଛି। ରାଉରକେଲା ସହରରେ ଏହି ବନ୍ଦ ପାଳନ ଭଲ ପ୍ରଭାବ ପକାଇଛି। ରାଉରକେଲା ସହରର ଝିର୍ପାଣି, କୋଇଲନଗର, ଶକ୍ତିନଗର, ଜଗଦା, ବନ୍ଧମୁଣ୍ଡା, ଫର୍ଟିଲାଇଜର, ଜଳଦା, ରଙ୍ଗିଲା ଛକ ସମେତ ସହରର ମୁଖ୍ୟ ସ୍ଥାନଗୁଡ଼ିକରେ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଦୋକାନ ବଜାର ବନ୍ଦ ରହିଥିଲା। କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ 12 ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ମିଳିଥିବା କଥା ଦଳ ପକ୍ଷରୁ କୁହାଯାଇଛି। ଏହି ବନ୍ଦ ପାଳନରେ ରାଉରକେଲା କଂଗ୍ରେସ ଦଳର ସଭାପତି ଶ୍ରୀ ଜ୍ଞାନେନ୍ଦ୍ର ଦାସଙ୍କ ସହିତ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଗଣେଶ ପ୍ରଧାନ, ରବି ରାୟ, ସନ୍ତୋଷ ବିଶ୍ୱାଳ, ସବିର ହୁସେନ, ନିହାର ଦାସ, ବିନୋଦ ରାଉତ, ଇସ୍ତେହାର ମହମ୍ମଦ, ପ୍ରବୋଧ ଦାସ, ନଚିକେତା ମହାପାତ୍ର, ସୁନିତା ତିର୍କି, ରଞ୍ଜିତା ମଲ୍ଲିକ, ସୁନୀଲ ପଟ୍ଟନାୟକ, ହରପ୍ରସାଦ ସାମଲ, ରଘୁନାଥ ଦାସ, ଭୀମ ମାହାତୋ, ସୂର୍ଯ୍ୟକାନ୍ତ ବାରିକ, ରତିକାନ୍ତ ମଲ୍ଲିକ, ଆଦେଶ ସୁନା ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ସିପିଏମ୍ର ରାଉରକେଲା ସମ୍ପାଦକ ରାଜକିଶୋର ପ୍ରଧାନ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାସ, ବିପି ମହାପାତ୍ର, ବିଶ୍ୱଜିତ ମାଝୀ, ପ୍ରଭାତ ମହାନ୍ତି, ଲକ୍ଷ୍ମୀଧର ନାୟକ, ସିପିଆଇର ପ୍ରଦୋଷ ମହାନ୍ତି, ଅନୁପମ ଦତ୍ତ, ଆଇ ଯୁବ ଜଜୋ, ପ୍ରବୋଧ ଦାସ, ମୋତିଲାଲ ଦୀପ, ସୂର୍ଯ୍ୟକାନ୍ତ ବାରିକ, ଶିବୁ ଦୀପ, ଗାନ୍ଧୀ ଦାସ, ସୁମିତ କଂସାରୀ, ବାସୁଦେବ ବାନାର୍ଜୀ, ଇଜାଜ ଅଖତର, ଦିବାକର ଦୀପ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସନ୍ଦୀପନ ମହାପାତ୍ର, ପ୍ରସନ୍ନ କୁମାର ବଳିଆର ସିଂ, ବାବୁଲି ଢୋଲିଆ, ଆଶିଷ ମହାନ୍ତି, ଅନୁରାଗ ବିଶ୍ୱାଳ, ବର୍ଣ୍ଣମାଳୀ ବିଶୋଇ, ପ୍ରଫୁଲ୍ଲ ପ୍ରଧାନ, ଧୁଷା ନାୟକ, ରମେଶ ଗୁପ୍ତା, ଭୀମ ମାହାତୋ, ସର୍ଭେଶ ସିଂ, ବିଶ୍ୱନାଥ ବାରିକ, ବୁଲୁ ଦାସ, ସିଲୁ ବରାଳ, ଶ୍ୟାମ ସାଗର, ବବୁଲ ଖାନ, ଅମିତ ଦୀପ, ବିକାଶ ପଣ୍ଡିତ, ଗୁଡ୍ଡୁ ପ୍ରସାଦ, ବାବୁଲାଲ ଦୀପ, ଦୟାନିଧ ନାଗ ଯୋଗ ଦେଇଥିଲା ବେଳେ ଦକ୍ଷିଣ ରାଉରକେଲାରେ ଓଡ଼ିଶା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ କରାଯାଇଛି। ଫର୍ଟିଲାଇଜର, ରଙ୍ଗିଲା ଛକ, ଜଳଦା, ଦେଓଗାଁ, ମଡ଼ର୍ଣ୍ଣ ଇଣ୍ଡିଆ, ଲୋକନାଥ ମାର୍କେଟ ସମେତ ସମଗ୍ର ଅଞ୍ଚଳଟିରେ ଓଡ଼ିଶା ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ମିଳିଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବା ବେଳେ ବ୍ୟାଙ୍କ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କଂଗ୍ରେସ ଦଳ ଓ ସିଟୁ ପକ୍ଷରୁ ରଙ୍ଗିଲା ଛକରେ ପିକେଟିଂ କରାଯାଇ NH 143କୁ ବନ୍ଦ ରଖାଯାଇଥିଲା। ଫଳରେ ରାସ୍ତା ଉପରେ ଯାନବାହନ ଅଟକି ରହିଥିଲା। ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଫଳରେ ସଡ଼କରେ ଗାଡ଼ି ଯାନବାହନ ସମ୍ପୂର୍ଣ୍ଣ ଠପ୍ ହୋଇଥିଲା। କଂଗ୍ରେସ କର୍ମୀମାନେ ଦଳ ଦଳ ହୋଇ ଏହି ବନ୍ଦ କାର୍ଯ୍ୟରେ ସମସ୍ତେ ସାମିଲ ହେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ପ୍ରାୟ 50ରୁ ଉର୍ଦ୍ଧ୍ୱ କର୍ମୀ ଓ କର୍ମକର୍ତ୍ତା ଏହି ବନ୍ଦରେ ସାମିଲ ହୋଇଥିଲେ। ରଘୁନାଥପାଲି ପ୍ରାକ୍ତନ କଂଗ୍ରେସ ପ୍ରାର୍ଥୀ ଗୋପାଳ ଦାସଙ୍କ ନେତୃତ୍ୱରେ ସୁଧାକର ମଲ୍ଲିକ, ସୁଭାଷ ଚନ୍ଦ୍ର ପାତ୍ର, ରଘୁନାଥପାଲି ପ୍ରାକ୍ତନ କଂଗ୍ରେସ ପ୍ରାର୍ଥୀ ଗଜେନ୍ଦ୍ର ତନ୍ତୀ, ରାଜୁ ଜୟପୁରିଆ, ଶାନ୍ତନୁ ମୁଦାଲି, ଯୋଗେନ୍ଦ୍ର ଲୋହାର, ବିଜୟ କୁମାର ଲୋହାର, ସୌଭାଗ୍ୟ ସ୍ୱାଇଁ, କେଶବ ସାହୁ, ରତ୍ନାକର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲା ବେଳେ CITUର ବିନୟ ବେହେରା, ଅରୁ ମହାନ୍ତିଙ୍କ ସମେତ ଅନେକ କର୍ମୀ ଯୋଗ ଦେଇ ଏହି ବନ୍ଦକୁ ସହଯୋଗ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।